ଜୟ ଜଗନ୍ନାଥ ପିଲାମାନେ। ତ ସରକାରଙ୍କ ତରଫରୁ ଗୋଟେ ବଡ଼ ଘୋଷଣା ଆସିଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସତର୍କ ସୂଚନା। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆଗାମୀ 21 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର। ତ ଏହି ଖବର ସରକାରଙ୍କ ତରଫରୁ ଜାରି କରାଯାଇଛି। ତ ଏହି ଖବରର ସତ୍ୟତା କ'ଣ ରହିଛି, ଚାଲନ୍ତୁ ଏହି ଖବର ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସରେ ଜାଣିନେବା। ତା ପୂର୍ବରୁ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ କରିଦେବେ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଖବରଟି କ'ଣ ରହିଛି। ତ ସୂଚନା ଅନୁସାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି ହୋଇଥିବା ଲାଲ ଚେତାବନୀ ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରଚାରିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଶାସନଙ୍କ ନିଷ୍ପତ୍ତି ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ, କଲେଜ ଏବଂ ବୈଷୟିକ ପ୍ରତିଷ୍ଠାନଗୁଡ଼ିକୁ 18 ତାରିଖ ଅର୍ଥାତ୍ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନିଷ୍ପତ୍ତି ନିଆଯାଇଛି। ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଏବଂ ଜଳଶୁଷ୍କତାକୁ ସାଧାରଣ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି। ଅଂଶୁଘାତ ରକ୍ଷା ପାଇବା ପାଇଁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ସୁବର୍ଣ୍ଣପୁର ରାଜ୍ୟରେ ଜାରି ରହିଛି ପ୍ରକୋପ ଖରା। ଦିନ ତାପମାତ୍ରା 43 ଡିଗ୍ରୀ ଟପିଥିବା ବେଳେ ପାଣିପାଗ ବିଭାଗ ଅନୁମାନ 18 ତାରିଖ ସୁଦ୍ଧା 45 ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ ରାତି ତାପମାତ୍ରା। 18 ତାରିଖ ଏବଂ 19 ତାରିଖ ପାଇଁ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏମିତିରେ ସତର୍କତାମୂଳକ ପଦକ୍ଷେପ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବନ୍ଦ ହୋଇଛି ଶିକ୍ଷାନୁଷ୍ଠାନ। ଜିଲ୍ଲାରେ ଏପ୍ରିଲ 18 ଅର୍ଥାତ୍ ଆଜିଠାରୁ 22 ତାରିଖ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ତ ଏହି ଖବରଟି ଥିଲା କେବଳ ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଜିଲ୍ଲାମାନଙ୍କ ପାଇଁ। ବାକି ଆଗାମୀ ପରିସ୍ଥିତିକୁ ଧ୍ୟାନରେ ରଖି ସରକାର କ'ଣ ନିଷ୍ପତ୍ତି ନେଉଛନ୍ତି ସମସ୍ତ ଜିଲ୍ଲା ପାଇଁ ତାହାକୁ ଦେଖିବା ବାକି ରହିଲା। ତ ସେତିକି ବେଳ ପର୍ଯ୍ୟନ୍ତ ରହିଲି ନମସ୍କାର। ଜୟ ଜଗନ୍ନାଥ। ସମସ୍ତେ ଭଲରେ ରହିବେ।